हाय फ्रेंड्स नमस्कार मो प्रिय दर्शक बंधु आज मो सिंदूर अधिकार सीरियल जबरदस्त सीन आपने देखा पाइबे। तो आदि बहुत इमोशनल हो जाए आउ अंबिका को पूरा एकार एकार चाह रही आमती पचार लगुच कौन तमें रहा न रहा मत एत फरक पकाउची आमती कहवाक लगुच तो एक कथा शुणिला पुणी मुक्ति कहवाक लगे ସେଇଟା ତମ ପ୍ରୋବ୍ଲେମ ମିଷ୍ଟର ଦାସ ତମେ ତାର ସଲ୍ୟୁସନ ଖୋଜିବ ଆଉ ତମେ ମତେ ଏମିତି ଫାଲତୁ କୋଶ୍ଚିନ୍ ନ କରିକି ତମେ ମୋ ବିଷୟରେ ନ ଭାବିକି ତମେ ନତାଶା ବିଷୟରେ ଭାବ ଆଉ ଏମିତି କହିବାକୁ ଲାଗୁଛି ତ ଏକ କଥା ଶୁଣିଲା ପରେ ଆଦିକୁ ବହୁତ ଖରାପ ଲାଗେ। ତାପରେ ପୁଣି ଆଦି କହିବାକୁ ଲାଗୁଛି ହଁ ତମେ ଠିକ କହିଲ ମୁଁ ଏଥର ତମ ବିଷୟରେ ଭାବିବିନି ନତାଶା ବିଷୟରେ ଭାବିବି ଆଉ ୟାର ସଲ୍ୟୁସନ ବି ମୁଁ ବହୁତ ଜଲ୍ଦି ବାହାର କରିଦେବି ମୁଁ ଏବେ ଆସୁଛି ଏମିତି କହି ଯିବାକୁ ଲାଗେ ଆଦି ସେଠି ଚାଲି ଯାଉଛି ତ ତାପରେ ସେତିକି ଆମେ ଦେଖୁଛେ ବିବେକ ସେଠିକି ଚାଲି ଆସେ ଏମିତି କହିବାକୁ ଲାଗେ କଣ ପାଇଁ ଏମିତି କରୁଛୁ ଅମ୍ବିକା କଣ ପାଇଁ ଆହୁରି ପୁଣି ବିବେକ ଏମିତି କହିବାକୁ ଲାଗୁଛି ତୁ ଭଲ ଭାବରେ ଜାଣିଛୁ କି ଆଦି ଯାହା ବି କହିଲେ ସେ କିଛି ମିଛ କହିଲେନି ଏମିତି କହିବାକୁ ଲାଗେ ତ ତାପରେ ପୁଣି ମୁକ୍ତି କହିବାକୁ ଲାଗେ ଯେ ନାଇଁ ତୁ ଭୁଲ କହିଲୁ ତୁ ଜାଣିନୁ ସେ ଯାହା ବି କୁହନ୍ତି ସବୁ ମିଛ ହିଁ କୁହନ୍ତି। ତାପରେ ପୁଣି ଏମିତି କହିବାକୁ ଲାଗେ ଯେ ଗୋଟେ ମିଛ କହୁଥିବା ମଣିଷ ଆଉ ଯେ ମୋ ଛୁଆକୁ ଛଡେଇ ନେଇଥିବା ଅପରାଧୀକୁ ମୁଁ କେବେ ବି କ୍ଷମା କରିପାରିବିନି ଆଉ ଏମିତି କହିବାକୁ ଲାଗୁଛି ତ ଏକଥା ଶୁଣିଲା ପରେ ବିବେକ ତାକୁ ସେମିତି ପୁରା ଏକାର ଏକାର ଚାହିଁଥିବ ଆଉ ଏପଟେ ଆମେ ଦେଖୁଛେ ନତାଶା ପୁରା ବହୁତ ଟେନସନରେ ଥାଏ ନତାଶା ପୁରା ବହୁତ ବିରକ୍ତ ହେଇଯାଉଥିବ କାହିଁକି ନା ଆଦି ସେଠି ଗୁଣ୍ଡା ମାନଙ୍କ ସାମ୍ନାରେ ତାକୁ ସେଭ୍ ନ କରିକି ମୁକ୍ତିକି ସେଭ୍ କରୁଛି ସେଇ ସବୁ କଥା ଖାଲି ଭାବିକି ବହୁତ ବିରକ୍ତ ହଉଥାଏ ଆଉ ସେଇଠି ନା ଥିବେ କିଏ ଶାଲିନୀ ଥିବ ଧନ ଥିବ ତ ସେମାନେ ଦୁହେଁ ଛିଡାଇଥାନ୍ତି ଆଉ ବହୁତ ଜୋର ଖାଲି ଚିଡିକି ଏମିତି କହିବାକୁ ଲାଗି ଯେ ଏଡି ତମେ ଏମିତି କେମିତି କରିପାରିଲ ତମେ ଏତେ ଜଲ୍ଦି କେମିତି ବଦଳିଗଲ ଆଉ ଏମିତି କହିବାକୁ ଲାଗୁଥିବ ତ ଧନ ଆଉ ଶାଲିନୀ ତାକୁ ଏକା ଚାହିଁଥିବେ କହୁଛନ୍ତି କି କଣ କହୁଛୁ ନତାଶା ତୁ ଆମେ କିଛି ବୁଝିପାରୁନୁ। ତ ଫ୍ରେଣ୍ଡସ୍ ଆଗକୁ କଣ ହଉଛି ଏସବୁକୁ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିଦିଅନ୍ତୁ ଫ୍ରେଣ୍ଡସ୍।